ଆପଣ ତ ସବୁବେଳେ ଲୋକଙ୍କୁ ହସାନ୍ତି କେବେ ଆପଣ ରାଗିଛନ୍ତି? ସେ ଯେତେବେଳେ ଦରକାର ପଡ଼େ ଟିକେ ରାଗିଯାଏ ହେନେ ଆଉ ସେ ଯେତେ ଶୀଘ୍ର ରାଗିବି ମୁଁ ସେତେ ଶୀଘ୍ର ନେଇ ଥଣ୍ଡା ହେଇଯିବି ସେ ମୁଁ ଆଜ୍ଞା ଆଜ୍ଞା ସେ ମୋତେ ଖୁସି ଲାଗେ ଯେ ମୁଁ ଘର ଲୋକ ଉପରେ ରାଗେ ମୁଁ ବାହାର ଲୋକମାନଙ୍କୁ ରାଗି ପାରେନି କାହିଁକିନା ଘର ଲୋକ ମୋର ପ୍ରୋବ୍ଲେମଟା ବୁଝିବେ ବାହାର ଲୋକ ବୁଝିବେନି କହିବେ ଏଇଟା ବେକାରିଆ ଲୋକଟା ଗୋଟେ ସବୁବେଳେ ରାଗୁଛି କେନେ ତ ମୁଁ ଘର ଲୋକ ମୋର ଧର ବାପା ମୋତେ ଆମର ଆଜି ପର୍ଯ୍ୟନ୍ତ ମୋର ବାପା ମାଆଙ୍କର ପାଟି ଫିଟି ନାହିଁ ସେ ରାଗିନେ ଖାଲି ଗୋଟେ ଶ୍ୱଶୁରଙ୍କ ଝିଅ ଉପରେ ଟିକେ ରାଗିଯାଏ ସେ ଶ୍ୱଶୁରଙ୍କ ଝିଅ ଉପରେ ରାଗିବାର ଅଧିକାର ସେଟା ମାନେ ମୌଳିକ ଅଧିକାର ଆମର ସେଟା ମାନେ ପୁରାଣ ପାଖରୁ ଅଛି ସ୍ତ୍ରୀ ସ୍ୱାମୀ ସ୍ତ୍ରୀ ଭିତରେ ଟିକେ ନୁକ୍ ଝୁକ୍ ନହେଲା ମାନେ ସେ ଘରଟା ସଂସାରକ ଲାଗିବ ନାହିଁ ସେଟା ଗୋଟେ ଲାଗିବ ଯେମିତି ଗୋଟେ ବେତାଳିଆ ଜାଗାରେ ଅଛି ମୁଁ ତ ଟିକେ ହୁଏ ସେମିତି ରାଗ ରୁଷ ଚାଲିଛି ରାଗ ରୁଷର ସଂସାର ଇଏ ଟିକେ ତେବେ ଆପଣଙ୍କର ଏବଂ ଭାଉଜଙ୍କ ମଧ୍ୟରେ ମୁଁ ଟିକେ ଝଗଡ଼ା ଲଗାଇବା ପାଇଁ ଚାହିଁବି ଯେ ଟିକେ ଭାଉଜଙ୍କୁ ରାଗିକି କ'ଣ ଟିକେ କହିପାରିବେ ଟିକେ ରାଗିକି ଯେଉଁ ମୋର ବେଳା ଖରାପ ଚାଲିଛି ନା କ'ଣ ଟୋଟାଲ ତାକୁ ରାଗିଗଲା ମାନେ ସିଏ 2-4 ଦିନ ଖାଇତେ ଦେବନି ଶୁକ୍ଲାରନି ମୁଁ କାଠେଇ ଯିବି ପେଟ ପୁରା ପଚୁ ନା ତାକୁ ରାଗିବିନି କାହିଁକି ମୁଁ ଏଇଟା ଜାଣିଛି ଯେ ଯଦି ମୋର ସ୍ତ୍ରୀ ଆଖରୁ ଟୁପେ ଲୁହ ତଳେ ପଡ଼ିଗଲା ମାନେ ନାରୀ ସ୍ତ୍ରୀ ଏଠି ମୁଁ କହୁନି ଆମ ସଂସାରର ଯଦି ନାରୀ ଆଖରୁ ଟୁପେ ଲୁହ ଭୂଇଁର ପଡ଼ିଗଲା ସେ ଅଭିଶାପଟା ପୁରୁଷମାନଙ୍କ ଉପରେ ନାଗେ ତ ମୋର ରିକ୍ୱେଷ୍ଟ ନାରୀମାନଙ୍କୁ ଯଥେଷ୍ଟ ସମ୍ମାନ କରନ୍ତୁ ଘରର ସ୍ତ୍ରୀମାନଙ୍କୁ ଯଥେଷ୍ଟ ସମ୍ମାନ କରନ୍ତୁ ରାସ୍ତାରେ ଯାଉଥିବା ସ୍ତ୍ରୀ ନାରୀମାନଙ୍କୁ ସମ୍ମାନ କଲା ମାନେ ଆମର ଝିଅ ବି ରାସ୍ତାର ସୁରକ୍ଷିତରେ ଚାଲିପାରିବେ ଆଉ ଯଦି ଆମେ ସ୍ୱାମୀ ହିସାବର ଜାହିର ଦେଖେଇବା ଭାଇ ମୁଁ ମର୍ଦ ମୁଁ ସ୍ୱାମୀ ମୋର ସ୍ତ୍ରୀ କିସ ମୁଁ ପିଟି ଦେବି ବେ ତୁ ପିଟିବୁ ଯଦି ମର୍ଦ ସାଙ୍ଗର ନାଗ ତୁ ଘରର ସ୍ତ୍ରୀ ଲୋକଙ୍କୁ ପିଟି କିସ ନାଗ ପାଇବୁ ସିଏ ତ ନାରୀ ତ ସିଏ କହିବ ମୋର ସ୍ୱାମୀ ପିଟୁଛି ମୁଁ କିଛି କହିବି ନାହିଁ ବେ ପିଟିବୁ ଯଦି ପୁରୁଷକୁ ପିଟିକି ଦେଖା ସେଠି ଜାଣିବୁ ସେ ସେମିତି ଆମର ଘରେ ହୁଏନି କାହିଁକିନା ମୁଁ ଆମ ଘର ଭିତରୁ ଦେଖି ଆସିଛି ମୋର ବାପା ଯଦି ପାଟି କରିବେ ମୋର ମା ଚୁପ୍ ମୋର ମା ଯଦି ପାଟି ଆରମ୍ଭ କରେ ମୋର ବାପା ଚୁପ୍ ସେ ଜିନିଷଟା ଆମର ଘର ଭିତରେ ଚାଲିଛି ଯଦି ମୋ ସ୍ତ୍ରୀ ପାଟି କଲା ମୁଁ ଚୁପ୍ ଯଦି ମୋର ଭାଉଜ ପାଟି କଲା ମୋର ଭାଇ ଚୁପ୍ ତ ମୁଁ ଯଦି ପାଟି କନି ବା ଭାଇ ପାଟି କଲା ଆମର ସ୍ତ୍ରୀମାନେ ଚୁପ୍ ତ ଯଦି ଜଣଙ୍କ ପଟରୁ ସାଇଲେଣ୍ଟ ହେଇଗଲା ଆଉ ଝଗଡ଼ା ବଢ଼ିବ ନାହିଁ ଆମ ଘରେ ସେମିତି ହିଁ ଚାଲିଛି ଆପଣଙ୍କର ଅଭିନୟ ଦେଖନ୍ତି ସାରା ଓଡ଼ିଶାର ଦର୍ଶକମାନେ ଦେଖନ୍ତି ଓଡ଼ିଆ ଦର୍ଶକମାନେ ଦେଖନ୍ତି ଅନେକ ଯେଉଁ ଆପଣଙ୍କର ଅଭିନୟ ଯେଉଁ ବହୁତ ଭଲ ଲାଗେ ଆପଣଙ୍କ ସାରା ପରିବାର ଆପଣଙ୍କର ଅଭିନୟରେ ପାରଙ୍ଗମ ତେବେ ଏଇ ଯେଉଁ ଅଭିନୟ କରନ୍ତି ଏଇ ସ୍କ୍ରିପ୍ଟ ଗୁଡ଼ାକ କେଉଁଠୁ ଆସେ କେମିତି ଆସେ କେଉଁଠୁ ସ୍କ୍ରିପ୍ଟ ଆଣନ୍ତି ସେ ବିଷୟରେ ଜାଣିବା ପାଇଁ ସେଟା ହଠାତ୍ ମୁଣ୍ଡ ଭିତରକୁ ପଶିଯାଏ ସେ ମୋର ବାପା ଯେହେତୁ ଜଣେ କଳାକାର ଜଣେ ରାଇଟର ସିଏ ମାନେ ତାଙ୍କର ପାଖରୁ ଯେ ଜିନ୍ଟା ମୋର ଆସିଛି ତ ସିଏ ସେମିତି ଭାବିକି ବହୁତ ଜିନିଷ ଲେଖନ୍ତି ମୁଁ ସେମିତି ଭାବିକି ବହୁତ ଜିନିଷ ସ୍କ୍ରିପ୍ଟ କରେ ଯେତିକି ଭିଡ଼ିଓ ଦେଖୁଛନ୍ତି ସବୁ ସେଇ ମୋହରି ସ୍କ୍ରିପ୍ଟ ମୁଣ୍ଡରେ ପଶିଗଲା ମାନେ ସାଙ୍ଗେ ସାଙ୍ଗେ ମାଙ୍କେକୁ ରେଡ଼ି ଆମର ପରିବାର ରେଡ଼ି ବାହାର ଲୋକକୁ କାହିଁକି ପେମେଣ୍ଟ ଦେବି ମୁଁ କହିଲି ମୋର ଘର ଲୋକ ତ ଆର୍ଟିଷ୍ଟ ଅଛନ୍ତି ଲେଡ଼ି ଆର୍ଟିଷ୍ଟ ଦରକାର ପଡ଼ିଲା ସ୍ତ୍ରୀକୁ ଠିଆ କରିଦେନି ସେ ଛୁଆ ଦରକାର ପଡ଼ିଲା ମାଙ୍କେ ଠିଆ ହେଇଗଲା ତ ସେମିତି କରିକି ସାରା ଓଡ଼ିଶାର ଭଲ ପାଇବା ସାଉଁଟିଛି ସେ ଗୋଟେ ଜିନିଷ ବାପା ଶିଖେଇଥିଲେ ଛୁଆ ଭାଷା ଖରାପ କରିବୁ ନାହିଁ ଭାଷା ଖରାପ କଲେ ଲୋକ ତୋତେ କାଲି ଚିହ୍ନିଯିବେ କାଲି ଚିହ୍ନିବା ଦରକାର ନାହିଁ ଆମର 10 ବର୍ଷ ପରେ ଚିହ୍ନନ୍ତୁ କିନ୍ତୁ ତୁ ଭଲ କଥା କହିକି ଚିହ୍ନା ତ ସେ ଜିନିଷଟା ବାପାଙ୍କର ମାନିକି ମୁଁ ଚାଲିନି ହଁ ଯେ ରାସ୍ତାର ହଗିକି ଅନେକ ନାଁ କରୁଛନ୍ତି ମନ୍ଦିର ତୁଳିକି ବି ନାଁ କରୁଛନ୍ତି ବାପା କହିଲେ ତୁ ମନ୍ଦିର ତୁଳ ଲେଟ୍ ହଉ ତ ସେ ଜିନିଷଟା କରିକି ଆଜି ସମସ୍ତଙ୍କ ପାଖରେ ପହଞ୍ଚିଲି ଯେ ଭଲ ଜିନିଷଟା କରିକି ବହୁତ ଲୋକ କୁହନ୍ତି ଯେ ନା ତୁ ସ୍ଲାଙ୍ଗସ୍ ୟୁଜ୍ କର ତୁ ଦେଖିବୁ କାଲିକି ଭାଇରାଲ୍ ହେଇଯିବୁ ମୁଁ କହିଲି ନା ବିନା ସ୍ଲାଙ୍ଗସରେ ଯଦି ମୁଁ ପହଞ୍ଚି ପାରିଲି ଲୋକଙ୍କ ପାଖରେ ସେଇଟା ହେଉଛି ବଡ଼ କଥା ତ ସ୍କ୍ରିପ୍ଟ ନିଜର ଆସେ ନିଜେ ହିଁ କରିକି କୌଣସି କାଗଜ କଲମ ନାହିଁ ସେମିତି ଖାଲି ଭାବିଦେଲୁ ମାଙ୍କେ କହିଦେଲୁ ଯାହା ଯାହା କହିଲେ ତାକୁ କରିଦିଆଯାଏ ଆଉ ତେବେ ଏଇ ଯେଉଁ କରନ୍ତି ଯେଉଁ ଅଭିନୟ କରନ୍ତି ସେଥିପାଇଁ ଆପଣଙ୍କୁ କେତେ ଅଭ୍ୟାସ କରିବା ପାଇଁ ପଡ଼େ ସାରା ପରିବାର ଆପଣଙ୍କର ଯେଉଁ ଅଭିନୟ କରନ୍ତି ଏବଂ ଯାହାକି ପ୍ରତ୍ୟେକ ଲୋକଙ୍କର ଯେଉଁ ବହୁତ ଆକର୍ଷଣୀୟ ହୁଏ ସମସ୍ତ ଦର୍ଶକମାନେ ଦେଖନ୍ତି ପସନ୍ଦ କରନ୍ତି କେତେ ସମୟର ଅଭ୍ୟାସ କରିବା ପାଇଁ ପଡ଼େ କାହିଁକିନା ବାରମ୍ବାର ଆପଣଙ୍କର ତ ଆସେ ବିଭିନ୍ନ ପ୍ରକାର ଭିଡ଼ିଓ ଆସେ ହଠାତ୍ ମୋବାଇଲ ଖୋଲିଦେଲା ବେଳକୁ ଆପଣମାନଙ୍କର ଭିଡ଼ିଓ ଚାଲି ଆସେ ମାଙ୍କେର ଭିଡ଼ିଓ ଚାଲି ଆସେ ପୁରା ପରିବାର ଅଭିନୟ କରୁଥିବା ଭିଡ଼ିଓ ଚାଲି ଆସେ ତେବେ କେତେ ସମୟ ରିହର୍ସାଲ କରିବା ପାଇଁ ପଡ଼େ ନା କେମିତି କ'ଣ ଟିକେ ଜାଣିବା ପାଇଁ ଚାହିଁବେ ମଞ୍ଚ ନାଟକ କଲେ ରିହର୍ସାଲ ଆଚ୍ଛା ପାଉଡ଼ର ମାରିକି ମୁହଁରେ ରିହର୍ସାଲ ଇଏ କଲା ମାନେ କିଛି ରିହର୍ସାଲ ନାହିଁ ସେ ଡାଇରେକ୍ଟ ଭାବିଦେଲେ ଇଏ ସବୁ ଅଭ୍ୟାସ ହେଇଗଲାଣି ହଁ ଅଭ୍ୟାସ ହେଇଗଲାଣି ସାଙ୍ଗେ ସାଙ୍ଗେ କଲେ ଏଇଟା କରେ ସେ ଗୋଟେ ପାଣି ଗ୍ଲାସ୍ ଭିଡ଼ିଓଟା କଲେ ମାକେ କ'ଣ ଏଇଟା ଜେନୁଇନ୍ କଥା ମୋର ଯେତିକି ଭିଡ଼ିଓ ଦେଖିବେ ଆପଣ ଡେଲି ଲାଇଫ୍ର ସମସ୍ତଙ୍କର ଘଟଣା ଘଟୁଛି ଧର ମୁଁ ଗୋଟେ ଜିନିଷଟା ଧରିଛି ମାଆକୁ ପଚାରି ମାଆଟା କେଇଠି ରଖିବି ମା କହ ମୋର ମୁଣ୍ଡ ଉପରେ ରଖ ସେ ସେଠୁ କହିବ ମୋର ମୁଣ୍ଡ ଉପରେ ନା କାହାର ମୁଣ୍ଡ ଉପରେ ନା ମୋର ମୁଣ୍ଡ ଉପରେ ରଖ ଏମିତି ଗୋଟେ ଭିଡ଼ିଓଟେ କରିଦେଲେ ପାଣି ଗ୍ଲାସ୍ଟା ପିଇକି ମାକେ ନେଇଗଲେ ପାଣିଟା ପକେଇଦେଲୁ ମାକେ କହୁଛି କେଉଁଠି ପକେଇବି ମା ରାଗି ହେଉଛି ମୋର ମୁଣ୍ଡ ଉପରେ ପକା
ନା କାହାର ମୁଣ୍ଡ ଉପରେ ପକେଇବି ନା ମୋ ମୁଣ୍ଡ ଉପରେ ପକା ଆଣିଲା ତା ଡାଇରେକ୍ଟ ତା ମୁଣ୍ଡ ଉପରେ ପକା। ଏଇଟା ଡେଲି ଲାଇଫ୍ରେ ସମସ୍ତଙ୍କର ହେଉଛି। ତ ସେଇ ଜିନିଷ ଗୁଡ଼ାକୁ ସଜେଇକି କରିବାଟା ଜିନିଷ ହେଉଛି ବାହାଦୁରୀ। ସମସ୍ତଙ୍କ ଘରେ ସବୁ ଘଟଣା ଘଟେ, କିନ୍ତୁ ତାକୁ ସଜେଇକି ଆଣିବାଟା ହେଉଛି କାଠିକର ପାଠ ଟିକେ ଆଉ। ଆଣିଲା ପରେ ତାକୁ ସୁଟ୍ କରିକି ଏଡ଼ିଟ୍ କରିକି ପକାଉଛି, ଆପଣମାନେ ଭଲ ପାଇବା ଦେଉଛନ୍ତି ଆଉ। ତେବେ କେମିତି ଜାଣିଲେ ଯେ ଆପଣଙ୍କ ପରିବାରରେ ଯେଉଁ ସଦସ୍ୟ ଅଛନ୍ତି ସେମାନଙ୍କ ଭିତରେ ମଧ୍ୟ ଅଭିନୟର କଳା ଅଛି? କେମିତି କ'ଣ ନିରୀକ୍ଷଣ କଲେ ଏବଂ ଛୋଟ ପିଲାଟି ଯେଉଁ ମାଙ୍କେ ତା ଭିତରେ ମଧ୍ୟ ଯେ ଏମିତି ଅଭିନୟ କରିବାର କଳା ଅଛି ଆପଣ କେମିତି ଜାଣିଲେ? ଆପଣ ଗୋଟେ ଗୀତ ଶୁଣିଥିବେ କୁଞ୍ଚକୁଞ୍ଚିଆ ବାଳ, ଯେଉଁଟାକି ମୋହରି ଲେଖା ମୋହରି ମ୍ୟୁଜିକ୍ ଡିରେକ୍ସନ୍ ଗୁରୁଜୀ ପପୁ ପମ୍ପମ୍ ସାର୍ ଗାଇଥିଲେ। ତ ସେଟା ଯେତେବେଳେ ମୁଁ ଆମର ମୟୂରଭଞ୍ଜ ବାଲେଶ୍ୱର ଲାଙ୍ଗୁଏଜ୍ରେ କଲି କିଏ ନା କିସ ହେଉଛି ଏଇ ଯେଉଁ ଲାଙ୍ଗୁଏଜ୍ରେ କଲି, ସେତେବେଳେ ମାଙ୍କେକୁ ମାତ୍ର ହେଇଥିଲା 2 ମାସ। ମୁଁ ତାକୁ ଧରିଥିଲି ଏମିତି ଧରେ ବାୟା ଧ କଲେ ସେ ପିଲା ଶୋଇବନି, ଇନ୍ତି ମନ ତ ଅନେଇଥିବ। ତ ମୁଁ ତାକୁ ଡିଗିଚା ଡାଜିଡ଼ି ଡିଗିଚା ଡାଜିଡ଼ି ଏ ଯେଉଁ କଲି ତୋର ଝୁକି ଝୁକି ନଜରରେ ମୋତେ କରିଦେଲୁ ପାଗଳ ଆରମ୍ଭ କଲି। ସାଙ୍ଗେ ସାଙ୍ଗେ ଆଖି ବନ୍ଦ କରି ଶୁଖିଗଲା। ମୁଁ ନା ଏ ପିଲା ଭିତରେ କିଛି ଗୋଟେ କଳା ଅଛି। ତ ସେଇଠୁ ଆରମ୍ଭ କଲି ଚାଲିଲା। ମୁଁ ଭାବିଲି ଯେ ନା ଏ ପିଲାକୁ ନେଇକି କିଛି ଗୋଟେ କରିହେବ। ତ ଦେଖିଲି ତା ଭିତରେ ବି ସେ ଇଣ୍ଟରେଷ୍ଟ ଟିକେ ରହିଲା। 6 ମାସ ବର୍ଷ ହେଲା ଯେତେବେଳେ ସେ ଚାଲିଲା ଭିତରେ ଗୋଟେ ହାଇଦ୍ରାବାଦର ଗୋଟେ ପ୍ରେଗନେଣ୍ଟ ହାତୀକୁ ବମ୍ ଦେଇକି ମାରି ଦେଇଥିଲେ। ସେଠି ମୁଁ ଗୋଟେ ଭିଡ଼ିଓ କରିଥିଲି ସେଭ୍ ଫରେଷ୍ଟ ସେଭ୍ ଆନିମଲ୍। ତ ସେଇଠୁ ହିଁ ତା କ୍ୟାରିୟର ଆରମ୍ଭ ହୋଇଥିଲା। ଗୋଟେ ସର୍ଟ ଫିଲ୍ମ କରିଥିଲି, ନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲକୁ ପଠାଇଥିଲି। ତ ସେଇଠୁ ଆଉ ଆରମ୍ଭ ହେଲା କ୍ୟାରିୟର ମାଙ୍କେର। ତାପରେ ଭାଇରାଲ୍ ହେଇଗଲା ସେ ବିଲେଇ ଆଉ ଗାଈ ଯେଉଁ 2 ଭଉଣୀ, ବିଲେଇକି ଆମେ ମାଉସୀ ଡାକୁଛୁ, ଗାଈକି ଆମେ ମା ଡାକୁଛୁ, 2 ଭଉଣୀ। ସେଇଠୁ ସେ ପୁରା ଭାଇରାଲ୍ ହେଇକି ଚାଲିଲା। ତ ମୁଁ ଦେଖିଲି ନା ତା ଭିତରେ ପୋଟେନ୍ସିଆଲ୍ ଅଛି, ସେ କରିପାରିବ। ତ ଛୋଟ ମୋବାଇଲରୁ ଆରମ୍ଭ କରିକି ଆଜି ସେ ଟିଭି ପରଦା ଏବେ ବି ତାର ଗୁଡ଼ାଏ ସିନେମା ଗଲାଣି। ତ ଲୋକମାନଙ୍କର ଭଲ ପାଇବା ସାଉଁଟିଲା ସିଏ। ତାକୁ ଥରେ ସ୍କ୍ରିପ୍ଟ କହିଦେଲେ ସେ ବୁଝିଯାଏ ଏବଂ ସେ ଛୋଟ ପିଲାଟିଏ ସେ ସ୍କ୍ରିପ୍ଟର ମିନିଂ ବି ବୁଝିଯାଏ ଆଉ ସେଇ ଅନୁସାରେ ସେ ଏକ୍ସପ୍ରେସନ୍ ବି ଦେଇଦିଏ। ତ ତେଣୁ ଇଏ ହେଉଛି ଭଗବାନଙ୍କର ଆଶୀର୍ବାଦ। ଆଉ ସିଏ ଯେତେବେଳେ ମାନେ ୱାଇଫ୍ ଯେତେବେଳେ ପ୍ରେଗନେଣ୍ଟ ଥିଲା, ମାଙ୍କା ଯେତେବେଳେ ଦେହରେ ଥିଲା, ସିଏ ଅଭିମନ୍ୟୁ ଭଳିଆ ମୋର ସବୁ ନାଟକ, ଟିଭି ପ୍ରୋଗ୍ରାମ୍, ଥିଏଟର ସବୁ ଦେଖେ ସିଏ ପେଟ ଭିତରେ କି ଅଭିମନ୍ୟୁ ଭଳିଆ। ସେ ସେଇଠୁ ଶିଖିଛି, ସେଇଠୁ ଆସିଛି ଏବଂ ସିଏ ଯେତେବେଳେ ମାର୍କେଟକୁ ଆସିଲା ପାଖରୁ ସେ ତାର କାମ ଆରମ୍ଭ କରିଦେଲା ଆଉ। ତେବେ ଶେଷରେ ଯେଉଁ ଦର୍ଶକମାନଙ୍କ ପାଇଁ କ'ଣ କହିବା ପାଇଁ ଚାହିଁବେ? ଯେଉଁ ଦର୍ଶକ ଆଜି ଆପଣଙ୍କୁ ଏତେ ଭଲ ପାଇବା ଦେଉଛନ୍ତି, ଆପଣଙ୍କର ଯେଉଁ ବିଭିନ୍ନ ପ୍ରକାର ଅଭିନୟକୁ ଦେଖୁଛନ୍ତି, ପୁରା ପରିବାରର ଯେଉଁ ଅଭିନୟକୁ ଦେଖୁଛନ୍ତି, ମନୋରଞ୍ଜନ ପାଉଛନ୍ତି, ତେବେ ଦର୍ଶକମାନଙ୍କୁ କ'ଣ କହିବା ପାଇଁ ଚାହିଁବେ? ଦର୍ଶକମାନଙ୍କୁ ଏତିକି କହିବି ଯେ ନିଜର ଶିକ୍ଷା, ଦୀକ୍ଷା ଆଉ ଗୁରୁଜନମାନଙ୍କ ପ୍ରତି ଭକ୍ତି, ଅନ୍ତରରୁ ଭକ୍ତି, ଏଇ ଜିନିଷଟା ଯଦି କରିବେ ତାହେଲେ ନିଶ୍ଚିତ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ମୁଁ କିଛି ନୁହଁ, ମୁଁ ଯଦି ସେତିକି ଗୁରୁଜନମାନଙ୍କୁ ଭକ୍ତି, ମୁଁ ଅଚିହ୍ନା ଲୋକ ବି ହୁଅନ୍ତୁ ନା କାହିଁକି, ମୁଁ କେବେ ବି କାହା ପ୍ରତି କୌଣସି ରିଉଡ଼ଲି ବିହେଭ୍ କରିକି ତାଙ୍କର ଅଭିଶାପଟା ମୋ ଉପରକୁ ଆଣିନି। ମୁଁ ଭୋକରେ ଥିଲେ ବି ମୁଁ ହସିଛି, ମୁଁ ଦୁଃଖରେ ଥିଲେ ବି ତାଙ୍କ ଆଗରେ ସେମିତି ନମ୍ରତାର ସହିତ କଥା ହୁଏ। ତ ଅନୁରୋଧ କରିବି ଯେ ଗୁରୁଜନମାନଙ୍କୁ ଉଚିତ ଭକ୍ତି ଦିଅନ୍ତୁ, ଦେଖିବେ ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବେ। ଜୟ ଜଗନ୍ନାଥ।